ଅନେକ ଡରୁଥିବେ ଯେମିତି ଶିବାନୀ ମତେ ଡରନ୍ତି ହଁ କିଏ ଶିବାନୀ ଅଭିଷେକ ଏମାନେ ନା ମୋତେ କାହିଁ କିଏ ଡରେ ଆପଣ ତାଙ୍କ ସହିତ ମିଶି ମୁଁ ସମସ୍ତଙ୍କୁ ଡରିକି ଥାଏ ହଁ ମୁଁ କାହାକୁ ମୋତେ ଡରନ୍ତି କିଏ ମୋତେ କହିଲେ ଦେଖି ଡରିଲା ବେଳେ ଲୋକଟା ଆପଣଙ୍କ ସାଙ୍ଗେ ଡରିକି ମିଶିଥିଲେ ଆପଣ ତ ମିଶିଗଲେ ନା ସମସ୍ତଙ୍କ ସାଙ୍ଗରେ ଭାଇ ଆସିଛେ କେତେ ଦିନ ପାଇଁ ଆମେ ଆସିଛେ ସହ ହସି ଖେଳି ବାସ୍ ମଜା କରିକି ଲାଇଫ୍ ଯାଉ ନାଇଁ ଆପଣ ଆପଣଙ୍କ ଫ୍ୟାନ୍ ମାନଙ୍କୁ କହିବେ ଯେ ଛତୁଆ ମାଣ୍ଡିଆ ଖାଉ ବୋଲି ଖାଉଛନ୍ତି ବହୁତ ଫ୍ୟାନ୍ସ ଖାଉଛନ୍ତି ହଁ ଖାଲି ଫ୍ୟାନ୍ସ ନାହିଁ ବହୁତ ଲୋକମାନେ ବି ଚେଞ୍ଜ ହେଲେଣି ଆଜିକା ଦିନରେ ସ୍ୱାସ୍ଥ୍ୟକୁ ଜଗୁଛନ୍ତି ସକାଳେ ଏକ୍ସରସାଇଜ୍ କରୁଛନ୍ତି ଇଭିନିଂରେ ଏକ୍ସରସାଇଜ୍ କରୁଛନ୍ତି ବଟ୍ ମୁଁ କହିବି ଏବେ ଯେଉଁ ପ୍ରଦୂଷଣକୁ ନେଇକି ଯେଉଁ ଚାଲିଛି ସାଇକେଲ ଟିକେ ଯଦି ଅଧିକରୁ ଅଧିକା ଲୋକ ଚଲେଇବେ ତାହେଲେ ଆମେ ଜଣେ ଜଣେ ହେଇକରି ବହୁତ କଣ୍ଟ୍ରିବ୍ୟୁଟ୍ ଆମେ କରିପାରିବା ଯେ ପ୍ରଦୂଷଣକୁ କମ୍ କରିବାରେ ତେଣୁକରି ମୁଁ ଅନୁରୋଧ ରହିବ ଯେ ପ୍ରଦୂଷଣକୁ ଯେମିତି କମ୍ କରିବା ପାଇଁ ଆମେ ସମସ୍ତେ ସଚେତନ ହେବା ଦରକାର ସେମିତି କିଛି ନାହିଁ ଯେଉଁଟା ଦେଖନ୍ତୁ ଆମେ ଖାଦ୍ୟଟା ଖାଉଛେ ପାଟିର ସ୍ୱାଦ ପାଇଁ କିଏ ଖାଉଛି କିଏ ନିଜର ସ୍ୱାସ୍ଥ୍ୟ ପାଇଁ ଖାଉଛି ତେଣୁକରି ଏଥିରେ ପାଟିର ସ୍ୱାଦ ବି ରହିଛି ସ୍ୱାସ୍ଥ୍ୟ ବି ଭଲ ରହୁଛି ତ ଅସୁବିଧା କ'ଣ ଅଛି ଆଚ୍ଛା ଆପଣ ମୋତେ ଗୋଟେ ଜିନିଷ କୁହନ୍ତୁ ଏତେ ପ୍ରଶ୍ନ ତ ମୋତେ ପଚାରୁଛନ୍ତି ମୁଁ ଏଇନା ପଚାରିବି ଆପଣମାନଙ୍କୁ ପୁଣି ଆଉ ଥରେ ଖାଇବା ପାଇଁ ବଞ୍ଚୁଛନ୍ତି ନା ବଞ୍ଚିବା ପାଇଁ ଖାଉଛନ୍ତି ମୁଁ ସେଇଟା ଆଗ କହିଦିଅନ୍ତୁ ବଞ୍ଚିବା ପାଇଁ ଖାଉଛନ୍ତି ତ ବାସ୍ ମୁଁ ବି ସେଇ ବଞ୍ଚିବା ପାଇଁ ଖାଉଛି ମୁଁ ବଞ୍ଚିବା ପାଇଁ ସୁସ୍ଥ ହେଇକି ବଞ୍ଚିବା ପାଇଁ ଯାହା ଦରକାର ମୁଁ ସେଇଟା ଖାଉଛି ଆଉ କିଛି କହିବା ତାପରେ ଆଚ୍ଛା ଆପଣ ଯେଉଁ ବାଛୁରୀ କହୁଥିଲେ ଆମର ଯିଏ କ୍ୟାରେକ୍ଟର ନଜର ଆସିଛନ୍ତି ଆଚ୍ଛା ତାଙ୍କ ଅଭିନୟ କେମିତି କ'ଣ ଆପଣଙ୍କୁ ଲାଗିଲା ବହୁତ ଭଲ କରିଛନ୍ତି ଛୋଟ ଛୁଆ ସେମାନେ ତାଙ୍କୁ ଯେମିତି ବାଟ କଢ଼େଇ ନେବେ ସେମାନେ ସେମିତି ଚାଲିଯିବେ ତେଣୁକରି କଞ୍ଚା ମାଟିଟା ଯେତେବେଳେ କଞ୍ଚା ଥାଏ ତାକୁ ଯେମିତି ଆପଣ ଗଢ଼ି ଦେବେ ସେ ଅନୁସାରେ ସେ ଗଢ଼ି ହେଇଯିବ ତ ମୁଁ ସେ କଥା କହିଲି ସେଇ ଜାଗାରେ ଆମେ ସବୁବେଳେ ଜଗୁଥିଲୁ ବାଛୁରୀର ଆମର ମୁଡ୍ କ'ଣ ଅଛି ସେ ଅନୁସାରେ ଆମେ କାମ କରିବା ବଟ୍ ହି ହାଜ୍ କୋଅପରେଟେଡ୍ ଅ ଲଟ୍ ବହୁତ ସହଯୋଗ କରିଛି ସେ ଛୁଆ ଥଣ୍ଡା ସମୟରେ ଆମେ ଯେତେବେଳେ ବାହାରି ଯାଇକି ସୁଟିଂ କରୁଥିଲୁ ମୁମ୍ବାଇରେ ଆମର ସୁଟିଂ ଚାଲିଥିଲା ଆଉଟସ୍କର୍ଟରେ ଚାଲିଥିଲା ତ ବହୁତ ଥଣ୍ଡା ଥିଲା ସେ ସମୟରେ ଏବେ ଯେଉଁ ଆପଣ ଦେଖିଲେ ଦୁର୍ଗ ଭଳିଆ ଯେଉଁଟା ଆମେ ପ୍ରଥମ ଟିଜରରେ ଯେଉଁଟା ଆମେ ଏଣ୍ଟ୍ରି କରୁଛୁ ଦୁଇ ଜଣ ଯାକ ସେ ଜାଗାରେ ସେତେବେଳେ ବହୁତ ଥଣ୍ଡା ଥିଲା ଏବଂ ଖାଲି ଦେହରେ ଏତିକି ଡ୍ରେସ୍ ପିନ୍ଧିକି ରାତି 2:30-3ଟା ବେଳେ ଆମେ ସୁଟିଂ କରୁଛୁ ସେ ଜାଗାରେ ସେଦିନର ପ୍ୟାକଅପ୍ ମୋର ଏବେ ବି ମନେ ଅଛି ଅଲମୋଷ୍ଟ ଲାଇକ୍ 3:30-4ଟା ବେଳେ ସରିଲା ତାପରେ ବୋଧେ ସେଇଦିନ ମୁଁ ଫେରିଥିଲି ଭୁବନେଶ୍ୱରକୁ ଫେରିଥିଲି ସେଇଦିନ ତ ସେଇଠୁ ହିଁ ଆମେ ରୁମ୍ରେ ପହଞ୍ଚିକି ଫ୍ରେଶ୍ ହେଇକି ପୁଣି ବାହାରିକି ଆସିଥିଲୁ ତ ସେ ଛୁଆ ସେଇଥିରେ ବି କାମ କରିଛି ନ ଶୋଇକି ବିଚରା ଶୋଇ ପଡ଼ୁଥାଏ ପୁଣି ଉଠେଇକି କାମ ବହୁତ ସହଯୋଗ କରିଛି ସେ ଛୁଆ ଭାଇ ଆପଣ ମାନେ ଯେହେତୁ ଆପଣ ଜୁନିୟର ମାନେ ଆପଣଙ୍କୁ ଅନେକ ଡରୁଥିବେ ଯେମିତି ଶିବାନୀ ମୋତେ ଡରନ୍ତି ହଁ କିଏ ଶିବାନୀ ଅଭିଷେକ ଏମାନେ ନା ମୋତେ କାହିଁ କିଏ ଡରେ ଆପଣ ତାଙ୍କ ସହିତ ମିଶି ମୁଁ ସମସ୍ତଙ୍କୁ ଡରିକି ଥାଏ ହଁ ମୁଁ କାହାକୁ ମୋତେ ଡରନ୍ତି କିଏ ମୋତେ କହିଲେ ଦେଖି ଡରିଲା ବେଳେ ଲୋକଟା ଆପଣଙ୍କ ସାଙ୍ଗେ ଡରିକି ମିଶିଥିଲେ ଆପଣ ତ ମିଶିଗଲେ ନା ସମସ୍ତଙ୍କ ସାଙ୍ଗରେ ଭାଇ ଆସିଛେ କେତେ ଦିନ ପାଇଁ ଆମେ ଆସିଛେ ସହ ହସି ଖେଳି ବାସ୍ ମଜା କରିକି ଲାଇଫ୍ ଯାଉ ନାଇଁ ଆପଣ ଆପଣଙ୍କ ଫ୍ୟାନ୍ ମାନଙ୍କୁ କହିବେ ଯେ ଛତୁଆ ମାଣ୍ଡିଆ ଖାଉ ବୋଲି ଖାଉଛନ୍ତି ବହୁତ ଫ୍ୟାନ୍ସ ଖାଉଛନ୍ତି ହଁ ଖାଲି ଫ୍ୟାନ୍ସ ନାହିଁ ବହୁତ ଲୋକମାନେ ବି ଚେଞ୍ଜ ହେଲେଣି ଆଜିକା ଦିନରେ ସ୍ୱାସ୍ଥ୍ୟକୁ ଜଗୁଛନ୍ତି ସକାଳେ ଏକ୍ସରସାଇଜ୍ କରୁଛନ୍ତି ଇଭିନିଂରେ ଏକ୍ସରସାଇଜ୍ କରୁଛନ୍ତି ବଟ୍ ମୁଁ କହିବି ଏବେ ଯେଉଁ ପ୍ରଦୂଷଣକୁ ନେଇକି ଯେଉଁ ଚାଲିଛି ସାଇକେଲ ଟିକେ ଯଦି ଅଧିକରୁ ଅଧିକା ଲୋକ ଚଲେଇବେ ତାହେଲେ ଆମେ ଜଣେ ଜଣେ ହେଇକରି ବହୁତ କଣ୍ଟ୍ରିବ୍ୟୁଟ୍ ଆମେ କରିପାରିବା ଯେ ପ୍ରଦୂଷଣକୁ କମ୍ କରିବାରେ ତେଣୁକରି ମୁଁ ଅନୁରୋଧ ରହିବ ଯେ ପ୍ରଦୂଷଣକୁ ଯେମିତି କମ୍ କରିବା ପାଇଁ ଆମେ ସମସ୍ତେ ସଚେତନ ହେବା ଦରକାର।